ଆଜିର 25ଟି ଅନୁଚିନ୍ତା ଜାଣିବା। ଗୋମାତା, ଅଗ୍ନି ଏବଂ ଛୋଟ ଛୁଆ ଏ ତିନି ଜଣଙ୍କୁ କେବେ ପାଦରେ ଆଘାତ କରିବେ ନାହିଁ। ସେଓ ସହିତ ଅଳ୍ପ ଲୁଣ ମିଶାଇ କିଛି ଦିନ ଖାଇବା ଦ୍ୱାରା ମୁଣ୍ଡବିନ୍ଧା ରୋଗ ଭଲ ହୋଇଥାଏ। ରାତି ଭୋଜନ ପରେ ଉଷୁମ ପାଣିରେ ଅଳ୍ପ ଡାଲଚିନି ଗୁଣ୍ଡ ମିଶାଇ ପିଇଲେ ଭଲ ନିଦ ହୋଇଥାଏ। ଗୋଟିଏ ଅକ୍ଷତ ଅଶ୍ୱତ୍ଥ ପତ୍ର ଗଙ୍ଗାଜଳରେ ଧୋଇ କେଶରେ ଶ୍ରୀ ଲେଖି ମନି ପର୍ସରେ ରଖନ୍ତୁ। ଶିବ ମନ୍ଦିରରେ ଅକ୍ଷୁଣ୍ଣ ତ୍ରିଶାଖା ବେଲପତ୍ର ଅର୍ପଣ କରନ୍ତୁ ଏବଂ ବେଲପତ୍ରର ଡେମ୍ଫ ଛଡ଼ାଇ ଅର୍ପଣ କରିବେ। କୁମ୍ଭାର ହାଣ୍ଡି ଗଢ଼ିବା ଓ ପାଚିଲା ଫଳର ସ୍ୱପ୍ନ ଦେଖିଲେ ଅତି ଶୁଭ ହୋଇଥାଏ। ଘରେ ହିଂସ୍ର ବାଘ ଓ ସିଂହର ଫଟୋ କିମ୍ବା ମୂର୍ତ୍ତି ରଖନ୍ତୁ ନାହିଁ। ବିଛଣାକୁ ଯିବା ପୂର୍ବରୁ ଗୋଡ଼ ହାତ ଧୁଅନ୍ତୁ। ବିଛଣାରେ ବସି ପୂର୍ବ ଦିଗକୁ ମୁହଁ କରି ହାତ ଯୋଡ଼ି ଓମ୍ ହୁ ନିଦ୍ରା ଦେବୀ ନମଃ 7 ଥର ଜପ କରନ୍ତୁ ଏବଂ ନିଜର ବିଛଣାକୁ 3 ଥର ଟଙ୍କା ମାଗନ୍ତୁ। ପରେ ନିଜ ମଥାରେ କିଛି ସମୟ ଆଙ୍ଗୁଠି ଚଳାନ୍ତୁ। ଏହା କରିବା ଦ୍ୱାରା ଭଲ ନିଦ ହୁଏ। ପ୍ରତ୍ୟେକ ଶନିବାର ସୂର୍ଯ୍ୟାସ୍ତ ପରେ ନିଜ କାନରେ ଅଳ୍ପ ତେଲ ପକାନ୍ତୁ। ଆପଣଙ୍କର କାନର ପ୍ରତ୍ୟେକ ସମସ୍ୟା ଦୂର ହେବ। ରବିବାରରେ ମସୁର ଡାଲି ଖାଇବା ଉଚିତ ନୁହେଁ। ଏହାଦ୍ୱାରା ଡାଇବେଟିସ୍ ହେବାର ଆଶଙ୍କା ରହିଥାଏ। ମାଛ ସହିତ ଚିନି କିମ୍ବା ମହୁ ଖାଇବେ ନାହିଁ ଏବଂ ଦହି ସହିତ କଦଳୀ କିମ୍ବା ବେଲ ଖାଇବେ ନାହିଁ। ସୁନାକୁ କେବେ ବାମ ହାତରେ ପିନ୍ଧନ୍ତୁ ନାହିଁ ଏବଂ ସୁନାକୁ ଲାଲ କିମ୍ବା ହଳଦିଆ କପଡ଼ାରେ ଗୁଡ଼ାଇ ରଖିଲେ ଶୁଭ ଫଳ ହୋଇଥାଏ। ବାଛୁରୀ ନଥିବା ଗାଈର କ୍ଷୀର ଛୋଟ ପିଲାମାନଙ୍କୁ ପିଇବାକୁ ଦିଅନ୍ତୁ ନାହିଁ କିମ୍ବା ଠାକୁର ପୂଜାରେ ବ୍ୟବହାର କରନ୍ତୁ ନାହିଁ। ପ୍ରତିଦିନ ସକାଳେ ନିଦରୁ ଉଠିବା ପରେ ଅଳ୍ପ କଞ୍ଚା କ୍ଷୀର ସହିତ ଫାଳେ ଲେମ୍ବୁ ମିଶାଇ ନିଜ ମୁହଁରେ 1 ମାସ ଲଗାନ୍ତୁ। ଆପଣଙ୍କ ମୁହଁର ସୁନ୍ଦରତା ବୃଦ୍ଧି ପାଇବ। ରାତିରେ ପିତା, ଦହି, ଶାଗ ଖାଇବେ ନାହିଁ ଏବଂ ପଇଡ଼ ପାଣି ପିଇବେ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ରାତିରେ ଶୋଇବା ବେଳେ ନିଜ ମୁଣ୍ଡ ପାଖରୁ 3 ହାତ ଦୂରତାରେ ମୋବାଇଲ ରଖନ୍ତୁ ଏବଂ ମୋବାଇଲରେ କୌଣସି ମନ୍ତ୍ର ରିଙ୍ଗଟୋନ୍ ରଖନ୍ତୁ ନାହିଁ। ଆଖୁ ପାଣି, କ୍ଷୀର, ପାନ, ଫଳ, ଔଷଧ ଏହି 6ଟି ଦ୍ରବ୍ୟ ଯେକୌଣସି ଓଷାରେ ଖାଇଲେ କୌଣସି ଅପରାଧ ହୁଏ ନାହିଁ। ଅଷ୍ଟମୀ ତିଥିରେ ନଡ଼ିଆ ଖାଇଲେ ମୂର୍ଖ ହୁଅନ୍ତି ଏବଂ ତୃତୀୟ ତିଥିରେ ପୋଟଳ ଖାଇଲେ ରୋଗଗ୍ରସ୍ତ ହୁଅନ୍ତି। ଲାଜକୁଳି ଗଛର ଚେର ନିଜ ପାଟିରେ ଏବଂ ଅଣ୍ଟାରେ ରଖିଲେ ମହୁମାଛି କୌଣସି କ୍ଷତି କରେ ନାହିଁ। ଯଦି ରାତିରେ ସାପ ସ୍ୱପ୍ନ ଦେଖନ୍ତି ତେବେ ସମ୍ବରର ଶିଙ୍ଘ ନିଜ ପାଖରେ ରଖନ୍ତୁ ଏବଂ ଏହା କରିବା ଦ୍ୱାରା ମଧ୍ୟ ସାପ କୌଣସି କ୍ଷତି କରେ ନାହିଁ। ଗୁରୁବାରରେ ଲିମ୍ବ, ଶନିବାରରେ କ୍ଷୀର, ରବିବାରରେ ଗୁଡ଼, ମଙ୍ଗଳବାରରେ ମୂଳା ଏବଂ ବୁଧବାରରେ ଆଖୁ କେବେ ବି ଖାଇବା ଉଚିତ ନୁହେଁ। ପୂର୍ଣ୍ଣିମା, ଅମାବାସ୍ୟା, ସଂକ୍ରାନ୍ତି, ଏକାଦଶୀ, ଜନ୍ମଦିନ ଏବଂ ପିଣ୍ଡଦାନ ହୋଇଥିବା ଦିନରେ କେବେ ଚୁଟି ଦାଢ଼ି କାଟିବା ଉଚିତ ନୁହେଁ। ରାତିରେ ଶୋଇବା ବେଳେ ଆଇନାକୁ ଖୋଲା ନ ଛାଡ଼ି ଏକ କଳା କପଡ଼ା ଦ୍ୱାରା ଘୋଡ଼ାଇ ଦିଅନ୍ତୁ। ପ୍ରତ୍ୟେକ ଦିନ ସକାଳ, ମଧ୍ୟାହ୍ନ ଏବଂ ରାତିରେ ଖାଇବା ପୂର୍ବରୁ ଖଣ୍ଡେ ଅଦା ସହିତ ସୈନ୍ଧବ ଲବଣ ମିଶାଇ ଖାଇବା ଦ୍ୱାରା ଗ୍ୟାସ୍ ଜନିତ ସମସ୍ୟା ଦୂର ହୋଇଥାଏ। ଅସଲି ମହୁ ଚିହ୍ନିବାର ଉପାୟ। ସାଧା କାଗଜରେ ରଖିଲେ ଛାପା ହୁଏ ନାହିଁ। ଶାଳତୀରେ ଲଗେଇ ଜାଳିଲେ ଚଡ଼ ଚଡ଼ ନ ହୋଇ ଜଳିବ। ଆଖିରେ ଲଗାଇଲେ ଆଖି ପୋଡ଼ିବ ନାହିଁ। କୁକୁରକୁ ଦେଲେ ସେ ଖାଇବ ନାହିଁ।